नमो भगवते वासुदेवाय। श्रीमद्भागवत नवम स्कंध एकविंशोऽध्याय। शुक उवाच शुक कहन्ति ज्ञानो भावे भरत वंश शृण एवे। भरद्वाजता दत्त पुत्र एणु वितथ नामे ख्यात। वितथ पुत्र मन्युजात तासुत जय बृहत्क्षत्र। तृतीये महावीर्ये नाम चतुर्थे नर हेला जन्म। पंचम गर्भ नामे ख्यात हेमन्ते हेले पंचसूत। नरर तनय संस्कृति ताहार दुहिटी संतति। प्रथम गुरु नामे ख्यात रन्ति देव द्वितीय सुत। जाजस इह परलोके विप्रे कहन्ति एके एके। स्वधर्मे धन लभे जेते नित्ये भुञ्जाए बुभुक्षिते। निरते अकिञ्चन प्रिय कुटुम्बे न करई स्नेह। कुटुम्ब क्लेशे दिन बञ्चे अतिथि अर्थे धन सञ्चे। घृत पायस रस पाणी नित्ये प्रीतिरे सञ्चे आणी। अतिथि अर्थे धन सञ्चे क्षुधार्त देहे गृह बञ्चे। नित्ये सञ्चयी प्रातः काले जेवा मिलई जेते बेले। तेणु से होई धनहीन कष्टरे बंचु थाई दिन। क्षुधार्त होई बंचे नित्ये कुटुम्ब गणक सहिते। अन्न स्वभावे तनु क्षीण हेले कुटुम्बे अवसन्न। 48 दिन गला जल मात्र से न पाइला। क्षुधारे कंपे कलेबर जीर्ण होइला ता शरीर। शुण राजन शुद्ध मने तार मंदिरे एक दिने। विप्र मिलिला संध्या काले तार अतिथि पूजा बेले। आनंदे भिक्षा ताकू देला ताओन्ते शूद्रे कमिलिला। जेओ बा अवशेष अन्न कुटुम्ब करन्ते भोजन। ताहाकू विष्णु प्राये मणि बेगे से भिक्षा देला आणी। से पुणी गृहे भुंजी जानते सबर स्वानर संगते। द्वारे मिलिला रात्रे आसी बोलई तार द्वारे बसी। भोराजा भिक्षा दियो मते भुंजीबी स्वानर संगते। जेवा कुटुम्ब अर्थे थीला तक्षणे तार हस्ते देला। स्वान समेत अन्न खाई से पुणी जानते तो सहोई। थिलाक जल मात्र शेष जले होइब जणे तोष। ताहाकू छळिबा निमन्ते विष्णु मिलिले जल अर्थे। बोइले जाति मो चंडाळ कर प्रदान मोते जल। क्षुधारे अतिथि कातर कंपई तार कलेबर। ताठारे अति दया बही अमृतमय वाक्य कही। जगदीश्वर ठारे मुहि एमंत प्रार्थना करई। अणिमा आदि निधि जेते मुक्ति मु नई छई चिते। प्राणीर दुखरे दुखित सर्वदा हेउ मोर चित। हे प्रभु
ମୋତେ ଦୟା କର ମୁଁ କରେ ଲୋକ ଉପକାର। ଏମନ୍ତ ସ୍ତୁତି ବାକ୍ୟ କହି ସେରନ୍ତି ଦେବ ନରସାଇ। କ୍ଷୁଧା ତୃଷ୍ଣାରେ ହୋଇ ଶ୍ରାନ୍ତ ଦେହ ଘୂର୍ଣ୍ଣନେ ଅତିକ୍ରାନ୍ତ। ତଥାପି ଦୁଃଖ ନ ବିଚାରି ଶୋକ ବିଷାଦ ପରିହରି। ପୁକାଶ ଜୀବନ ଧାରଣେ ଉପାୟ ଚିନ୍ତିଲା କମନେ। ଯେଥିଲା ତାର ଜଳ ଅନ୍ନ ପୁକସେ କଲା ସମର୍ପଣ। ନିଜେ ସେ ମୃତ ପ୍ରାୟ ହେଲା ତଥାପି ଅତିଥି ପୂଜିଲା। ଏମନ୍ତେ ତାର ଭାବ ଚାହିଁ ସନ୍ତୋଷ ଚିତ୍ତେ ଭାବଗ୍ରାହୀ। ବୋଇଲେ ଅତି ଦୟା ଚିତ୍ତେ ତୋ ଯଶ ରହୁ ଏ ଜଗତେ। ଅନ୍ତେ ପାଇବୁ ମୋତେ ତୁହି ଏମନ୍ତେ ବିଷ୍ଣୁ ବର ଦେଇ। ଶୂନ୍ୟ ଯେ ଗଲେ ଚକ୍ରଧର ଏବେ ହୋ ଶୁଣ ନୃପବର। ହରି ହରି ବୋଲ। ଦେଖି ତାହାର ଧୈର୍ଯ୍ୟପଣ ବାସବ ଆଦି ଦେବଗଣ ସମ୍ମୁଖେ ତାହାର ମିଳିଲେ ଆପଣା ମାୟା ଦୂର କଲେ। ସନ୍ତୋଷେ ତାର ମୁଖ ଚାହିଁ କହନ୍ତି ଶୁଣ ନରସାଇ। ବ୍ରାହ୍ମଣ ଆଦି ବେଶ ଯେତେ ମାୟାରେ ଦେଖାଇଲୁ ତୋତେ। ତୋହର ଧୈର୍ଯ୍ୟପଣ ଦେଖି ଆମ୍ଭେ ଅତ୍ୟନ୍ତ ହେଲୁ ସୁଖୀ। ଦେବଙ୍କ ବାକ୍ୟ ଶୁଣି ରାଜା ପ୍ରଣାମ କରି କଲା ପୂଜା। କିଛି ହିଁ ତାଙ୍କୁ ନ ମାଗିଲା ହରିଙ୍କ ପାଦେ ଚିତ୍ତ ଦେଲା। ଏବେ ହୋ ଶୁଣ ନୃପବର ସେରନ୍ତି ଦେବ ନରେଶ୍ୱର। ସେ ବାସୁଦେବଙ୍କ ଚରଣେ ଚିତ୍ତ ନିବେଶୀ ଅନୁକ୍ଷଣେ। ସର୍ବ ବିଷୟ କଲା ତ୍ୟାଗ ଚିତ୍ତେ ଜନ୍ମାଇ ବୈରାଗ। ମାୟା ତାହାକୁ ନ ଲାଗିଲା ଯେଣୁ ଈଶ୍ୱରେ ଚିତ୍ତ ଦେଲା। ତାହାର ନିଜ ଆତ୍ମଜନ ସକଳେ ବିଷ୍ଣୁ ପାଦେ ମଗ୍ନ। ପରମ ଯୋଗେ ସେ ଲଭିଲେ ପରମ ବ୍ରହ୍ମରେ ଲୀନ ହେଲେ। ଗର୍ଗଙ୍କ ଠାରୁ ସିନି ଜାତ ଗାର୍ଗ୍ୟ ତାହାଙ୍କ ହେଲେ ପୁତ୍ର। କ୍ଷତ୍ରିୟ ହୋଇ ଦ୍ୱିଜ ହେଲେ ତପସ୍ୟା ଆରାଧନା ଫଳେ। ମନୁ ନୃପର ଆର ପୁତ୍ର ଜାନାମ ମହାବୀର୍ଯ୍ୟ ଖ୍ୟାତ। ତାହାର ହୋଇଲା କୁମର ଦୁରିତ କ୍ଷୟ ନାମ ତାର। ତାଠାରୁ କବିତ୍ରୟାରୁଣୀ ପୁଷ୍କରାରୁଣୀ ପୁତ୍ର ତିନି। ସେ ତିନି ଜଣ ତପ ବଳେ ବ୍ରାହ୍ମଣ ଭାବକୁ ବହିଲେ। ମନ୍ୟୁର ଯେହୁ ପଞ୍ଚପୁତ୍ର ଜ୍ୟେଷ୍ଠ ତହିଁରେ ବୃହତ୍ କ୍ଷତ୍ର। ହସ୍ତି ଯେ ତାହାର କୁମର ବସାଇ ହସ୍ତି ନାନଗର। ହସ୍ତିର ହେଲେ ତିନି ସୁତ ଦ୍ୱିମୀଢ଼ ଅଜମୀଢ଼ ଖ୍ୟାତ। ଅପର ପୁରୁ ମୀଢ଼ ଘେନି ଏମନ୍ତ ହେଲେ ପୁତ୍ର ତିନି। ପ୍ରିୟ ମେଧାଦି ଦ୍ୱିଜଗଣ ଅଜମୀଢ଼ ବଂଶେ ଉତ୍ପନ୍ନ। ବୃହଦିଷୁ ଅଜମୀଢ଼ର ତାସୁତ ବୃହତ୍ ଧନୁବୀର। ତାର କୁମର ବୃହତ୍କାୟ ଜୟଦ୍ରଥ ତାର ତନୟ। ବିଶଦ ତାର ବୀର୍ଯ୍ୟେ ଜାତ ତାର ତନୟ ସେନଜିତ। ସେନଜିତରୁ ରୁଚିରାଶ୍ଵ ବତ୍ସ ଯେ ଦୃଢ଼ ହନୁକାଶ୍ୟ। ରୁଚିରାଶ୍ଵର ପୁତ୍ର ପାର ପୃଥ୍ୱୀସେନ ତାର କୁମର। ପାରର ନିପ ନାମେ ପୁତ୍ର ତାହାର ହେଲେ ସତେ ସୁତ। ସୁକ କନ୍ୟା କୃତି ଗର୍ଭରେ ସେ ଏକ ପୁତ୍ର ଲାଭ କରେ। ଯାହାର ନାମ ବ୍ରହ୍ମଦତ୍ତ ସେ ନିତ୍ୟ ଯୋଗ ଜ୍ଞାନେ ରତ। ତାହାର ପତ୍ନୀ ସରସ୍ୱତୀ ବିଶ୍ୱକ୍ସେନ ତାର ସନ୍ତତି। ସେ ବିଶ୍ୱକ୍ସେନ ଯୋଗ କଲା ଯଗୀଶବ୍ୟଙ୍କୁ ଆରାଧିଲା। ଯୋଗ ଶାସ୍ତ୍ରର ତନ୍ତ୍ରମାନ ଅନେକ କଲା ପ୍ରଣୟନ। ତାହାର ସୁତ ଉଦକ୍ସ୍ୱନ ଭଲ୍ଲାଟ ତାହା ଠାରୁ ଜନ୍ମ। ବୃହଦିଷୁର ବଂଶ ଏତେ କହିଲୁ ତୋହର ଅଗ୍ରତେ। ଏବେ ହୋ ଶୁଣ ନରନାଥ ଦ୍ୱିମୀଢ଼ ବଂଶର ଚରିତ। ଦ୍ୱିମୀଢ଼ ପୁତ୍ର ଜବିନର
କୃତିମାନ ତାର କୁମର ସତ୍ୟ ଧୃତି ତାର ନନ୍ଦନ ଦୃଢ଼ ନେମିତା ତହୁଁ ଜନ୍ମ ସୁପାର୍ଶ୍ୱ ତାହାର କୁମର ସୁମତି ନାମେ ସୁତ ତାର ସୁତ ସନିତମାନ କୃତି ଯେ ତାହାର ନନ୍ଦନ ହିରଣ୍ୟ ନାଭ ତହୁଁ ଦୀକ୍ଷା ପାଇ ଯେ କଲା ଯୋଗ ଶିକ୍ଷା ପ୍ରାଚ୍ୟ ସାମ ସଂହିତା ମାନ କୃତି ତା କଲା ଭିନ୍ନ ଭିନ୍ନ ସଂହିତା ଷଡ଼ ଭାଗ କଲା ଶିଷ୍ୟ ପ୍ରଶିଷ୍ୟେ ଶିକ୍ଷା ଦେଲା ଉଗ୍ରାୟୁଧ କୃତି ନନ୍ଦନ କ୍ଷମ୍ୟତା ତହୁଁ ହେଲା ଜନ୍ମ ସୁବୀର କ୍ଷମ୍ୟ ରତନୟ ତାହାର ପୁତ୍ର ରିପୁଞ୍ଜୟ ବହୁରଥ ଯେ ତାର ସୁତ ଦ୍ୱିମୀଢ଼ ବଂଶେ ଏତେ ଖ୍ୟାତ ପୁରୁମୀଢ଼ ଯେ ନିସନ୍ତାନ ଅଜମୀଢ଼ର ବଂଶ ଶୁଣ ହରି ହରି ବୋଲ ନଳିନୀ ପତ୍ନୀ ଗର୍ଭେ ତାର ନୀଳ ନାମେ ହେଲା କୁମର ନୀଳର ପୁତ୍ର ନାମ ଶାନ୍ତି ତାଠାରୁ ଜନମ ସୁଶାନ୍ତି ସୁଶାନ୍ତି ତନୟ ପୁରୁଜ ଅର୍କ ଯେ ତାହାର ତନୁଜ ଧର୍ମାଶ୍ୱ ତାହାର ନନ୍ଦନ ପୁତ୍ର ତାହାର 5 ଜଣ ମୁଦ୍ଗଲ ଜବନୀର ବେନି ବୃହଦୀଷ୍ଣୁ କାମ୍ପିଲ୍ୟ ଘେନି ହରି ହରି ବୋଲ ଆବର ସଞ୍ଜୟ ସହିତେ ଏ ରୂପେ ହେଲେ ପଞ୍ଚସୂତେ ପଞ୍ଚ ବିଷয়ে ସେ ସମର୍ଥ ତେଣୁ ପାଞ୍ଚାଳ ନାମେ ଖ୍ୟାତ ମୁଦ୍ଗଲ ତହୁଁ ହେଲା ଖ୍ୟାତ ମୌଦ୍ଗଲ୍ୟ ବ୍ରାହ୍ମଣଙ୍କ ଗୋତ୍ର ମୁଦ୍ଗଲ ତହୁଁ ଉତ୍ତପର୍ଣ୍ଣ ହୋଇଲେ ଯମଜ ସନ୍ତାନ ମୁଦ୍ଗଲ ପୁତ୍ର କନ୍ୟା ଦେଖି ଅତ୍ୟନ୍ତ ହୋଇଲା କସୁଖୀ ମୁଦ୍ଗଲ ପୁତ୍ର ଦିବଦାସ କନ୍ୟାଏ ଅହଲ୍ୟା ପ୍ରକାଶ ଗୌତମ ହେଲେ ତାର ପତି ସତାନନ୍ଦ ତାର ସନ୍ତତି ସତ୍ୟଧୃତି ତାହାର ସୁତ ସେ ଧନୁର୍ବେଦେ ସୁପଣ୍ଡିତ ତାର କୁମର ଶରଦ୍ୱାନ ଅତି ସୁନ୍ଦର ବିଦ୍ୟମାନ ଉର୍ବଣୀ ଦେଖିବନ ଦେଶେ ତାହାର ରେତ କାମ ବସେ ଧରି ନ ପାରିରେ ତଦମ୍ଭେ ତକ୍ଷଣେ ପଡ଼େ ସରଖମ୍ବେ ପୁତ୍ର ଦୁହିତା ହୋଇଯାତ ବନେ ହୋଇଲେ ଅରକ୍ଷିତ ହେମନ୍ତେ ପାହିଲା ରଜନୀ ଶାନ୍ତନୁ କରେ ଧନୁ ଘେନି ମୃଗୟା ଅର୍ଥେ ବନେ ଗଲା ସେ କନ୍ୟା ପୁତ୍ରଙ୍କୁ ଦେଖିଲା ମନ ସନ୍ଦେହେ ବିଚାରଇ ଅଦ୍ଭୁତ କନ୍ୟା ପୁତ୍ର ଏହି କିଏ କାହାର କନ୍ୟା ସୁତେ ବନେ ଅଛନ୍ତି ଅରକ୍ଷିତେ ଏମନ୍ତେ ଚିତ୍ତେ କୃପା କରି କନ୍ୟାକୁ ମୋର କୋଳେ ଧରି ମନ୍ଦିରେ ମିଳି ସେ ରାଜନ କନ୍ୟାକୁ ମରେ ଦେଲା ନାମ କୃପାବଶରୁ କୃପ ନାମ ଅତି ସୁନ୍ଦର ଅନୁପମ କନ୍ୟାର ନାମ କୃପି ଦେଲା ଦ୍ରୋଣେ ତାହାକୁ ବିଭା କଲା ଶୁଣ ସୁଜନ ଏକ ଚିତେ ସଂସାରୁ ତରିବ ଯେ ମନ୍ତେ କୃଷ୍ଣ ଚରିତ ଅନୁସର ଦୁର୍ଲଭ ମନୁଷ୍ୟ ଶରୀର ବୋଲଇ ବିପ୍ର ଜଗନ୍ନାଥ ନବମେ ବଂଶାନୁଚରିତ ଭାବେ ବୋଲଇ ବିପ୍ର ଜଗନ୍ନାଥ ଭାବେ ନବମେ ବଂଶାନୁଚରିତ ହରି ହରି ବୋଲ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ନବମ ସ୍କନ୍ଧେ ବଂଶାନୁଚରିତେ ନାମ एकविंशोऽध्यायः।